मात श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। ओम गुरु ब्रह्मा गुरु विष्णु गुरुर्देव महेश्वर गुरुर् साक्षात् परम ब्रह्म तस्मै श्री गुरवे नमः। स्वामीर दहन रतिर विलाप बोइले करु से गण शुण धाता सुत गोटे कथा आम्भंको लागे आचंबित कहले सेवक तप कंदर्पना सन्ते तृतीय नेत्र खोलिले से हो तत्क्षणे से नेत्र बन्नीरे कंदर्प देना सहेला काम जोड़ारे शिवंक अंतर दहिला पुणे कहिला शरीर लुचाई शंकर सेठावर अंतर्धान होइले सत्वर किंपाई सन कृत्य महादेव कहले पार्वती संगे किंपा विहार न कले एहार कारण गोटी कुहंतु बुझाई देवी संगरे भेट न होइले तई आबर काम घरणी रति किस कला स्वामी मृत्यु परे केउ केउ कृत्य कला ताहा समस्त विचारी कुह तपीवर शुणिले सन्देह आम्भ मनु हेब दूर ଏହା ଶୁଣି ଧାତା ସୁତ ହରଷିତ ହୋଇ ଏହା ଶୁଣି ଧାତା ସୁତ ହରଷିତ ହୋଇ ବୋଇଲେ କଥା ବଡ଼ ଗହନ ଅଟଇ କେବଳ ତୁମ୍ଭମାନଙ୍କ ଉତ୍ସାହ ଦେଖିଣ କହୁଛି ସକଳ ଗାଥା ମନ ଦେଇ ଶୁଣ ଯେତେବେଳେ ହର କୋପେ ଜଳିଲା ମଦନ ତାହାର ଘରଣୀ ରତେ ଯୁବତୀ ରତନ ପାଶେ ପାଶେ ରହିଥିଲା ସେଠାବରେ ତହିଁ ସ୍ୱାମୀ ଭସ୍ମ ହେବା ନେତ୍ରେ ଦେଖିଲା ସେଠାହିଁ କି ହେଲା ବୋଲି ବିକଳ ହୋଇଣ पड़ेला भूमि रे गोरे ज्ञान हराएण पुणे क्षणक मध्य ज्ञान पाए बाळे कांत कांत बोली कांदे वसुधा उंडाळे कि कहिबी से बेलर दृश्य गोटे मोहे ता दुखरे बनलता आकाश थरए सेई समय रे शिव देखिण ए सहन काया गोटी लुचाइले होई अंतर्धान भाविले यद्यपि मोए ए स्थाने रहिबी ए सतीर अभिशापे भस्म होई जीवी कालकोट विष सेना जीर्ण मुकर विषधर सर्प सेना अंगे अचिबये किंतु सती अभिशाप निवारे बापाए 14 भुवने जणे मात्र के नाए एक ब्रह्म हत्या जोगो
ହେଲା କାଳ କାଳ ବହୁତ କଲି ପାପ ହୋଇଲା ନିର୍ମଳ ଏହା ପରେ କନ୍ଦର୍ପକୁ କରେଲେ ମନାଶ ରତି ସତୀର କାରଣେ କାନ୍ଦଇ ତ୍ରିଦଶ ଏଠାରୁ ଆନ ସ୍ଥାନକୁ ଗଲେ ଅପସରି ବରତି ବି ସତୀ ସାପ ମନ ଭାବେ କରି ସେଠାବରୁ ଅନ୍ତର୍ଧାନ ହୋଇଲେ ତକ୍ଷଣ ଅଭିମାନରେ ପାର୍ବତୀ ଗଲେ ବାହୁଡ଼େଣ ପିତ୍ରାଳୟେ ସତେ ମନ ଦୁଃଖରେ ରହିଲେ ଶିବଙ୍କୁ ପାଇବା ପାଇଁ ତପସ୍ୟା କରିଲେ ଦୁଇ ସତୀଙ୍କର ମନେ ଦୁଇଟି ଧାରାରେ ବହି ସ୍ରୋତ ପ୍ରବାହ ଶୁଣ ସୁଜ୍ଞନରେ ଏକ ସତୀ ନାରୀ ସ୍ୱାମୀ ପ୍ରାଣ ହରାଇଛି ପୁନଶ୍ଚ ପାଇବା ଲାଗି ତପସ୍ୟା କରୁଛି ଆନେ ଜଣେ ସ୍ୱାମୀ ସୁଖ ହୋଇଣ ବଞ୍ଚିତା ବିକଳେ ରୋଦନ କରେ ପିଟିଣ ଯେ ମଥା କିନ୍ତୁ ଯେଉଁ ପରିହେବ ମୀମାଂସ ତାହାର ତାହା ବିସ୍ତାରି କହୁଛି ଶୁଣ କପିବର ପାର୍ବତୀ ଦେବୀ ରହିଲେ ହେମବନ୍ତ ଘରେ ରତି ଦେବୀ ପଡ଼ିଛନ୍ତି ପତିଙ୍କ ଚିତାରେ ଜୀବନ ଠାରେ କନ୍ଦର୍ପ ଶିବଙ୍କ କୋପରେ ଭସ୍ମ ହୋଇଅଛି ଦେବୀ ବିକଳ ସେଠାରେ ବାହୁନି କାନ୍ଦଇ ସ୍ୱାମୀ ଗୁଣକୁ ସୁମରି ବେଳେ ବେଳେ ମଥା କଡ଼ି ବାହୁନେ ସୁନ୍ଦରୀ ଆହା ସ୍ୱାମୀ କାହା ପାଇଁ ସମ କରିଲ ଶିବଙ୍କ ସଙ୍ଗରେ କିମ୍ପା ବୈରତ ହୋଇଲ ଆହେ ଦେବ ଗଣ ତୁମ୍ଭ ମନେ ଥିଲା ମୋତେ ବିଧବା କରି କି ସୁଖ କଲ ଭଲା ଜୀବନରେ ଦିନେ ମାତ୍ର ମୁହିଁ ତ କାହାର ଦୋଷ କରେ ନାହିଁ କେମ୍ପା କରିଲ ପ୍ରହାର ମୋର ଭୁଞ୍ଜିବା ପାତ୍ରରେ ଧୂଳି ଫିଙ୍ଗି ଦେ ମୁଖରୁ ଆହାର ତୁମ୍ଭେ ନେଲ ଯେ ଛଡ଼ାଇ ତୁମ୍ଭ ମାନଙ୍କର ପତ୍ନୀ ରହିଲେ ସୁଖରେ ପତି ସେବା କରି କାଳ କାଟିଲେ ହର୍ଷରେ ମୋତେ କାହିଁ ପାଇଁ ତୁମ୍ଭେ ଏତେ ଦଣ୍ଡ ଦେଲ ମୋର ପରାଣ ନାଥଙ୍କୁ କୋଳୁ ଛଡ଼ାଇଲ ଆହେ ପିତା ତୁମ୍ଭେ ପରା ଜଗତ ବିଆଓ ନିଜ କନ୍ୟା ପ୍ରତି କିମ୍ପା ହୋଇଲ ନିର୍ଦୟ କେଉଁ କଥା ବା ତୁମ୍ଭଙ୍କୁ ଅଛି ଅଗୋଚର ମନା କଲ ନାହିଁ କିମ୍ପା ସ୍ୱାମୀଙ୍କୁ ମୋହର କିବା ଦୋଷ କରିଥିଲେ ପାଦରେ ତୁମ୍ଭର ଜାଣି ଜାଣି ପଠାଇଣ ଦେଲ ଏହି ଠାର ନିଜ କନ୍ୟାର ମୁଖକୁ ନିଜେ ନ ଚାହିଁଲ ଦେବତାଙ୍କ ହିତ ଲାଗି ମୋ ପତି ନାଶେଲ ଏହିକି ତୁମ୍ଭର ଅଟେ ଜଗତ ଭିଆଣ ଜାମା ତାଙ୍କୁ ବଳି ଦେବ ହୋଇଣ ପାଷାଣ ଆଏ ଶ୍ୱଶୁର ତୁମେ ତ ଅଟ ବଡ଼ ଜଣ ସୁନାସିର ନାମ ପରା କରିଛ ଧାରଣ ସର୍ବଦେବତା ମଣ୍ଡଳୀ ଆଜ୍ଞାରେ ତୁମ୍ଭର ଚାଳିତ ହେଉଅଛନ୍ତି ସକଳ ଅମର କେଉଁ କଥା ତୁମ୍ଭଙ୍କୁ ବା ଅଛି ଅଗୋଚର ହର କୋପନ ଜାଣିକି ଥିଲେ ହେ ଆଗର ଜାଣି ଶୁଣି କିମ୍ପା ସ୍ନେହ ପୁତ୍ରକୁ ତୁମ୍ଭର ଠେଲି ଦେଲ ଶିବଙ୍କର
ପାଶକୋଷ ତୋର ଦଣ୍ଡେ ନ ଦେଖିଲେ ପୁତ୍ରେ ବଣା ହେଉଥେଲ ଏବେ କିମ୍ପାଇଁ ହେ ଦେବ ନିର୍ଦ୍ଦୟ ହୋଇଲ ମୋ ଉପରେ ତିଳେ ତୁମ୍ଭେ ଦୟା ନ ବହେଲ ଯୁବତୀ ବଧୂକୁ ବଇ ଧବ ଦୁଃଖ ଦେଲ ଆହେ ସର୍ବଦେବଗଣ କିସ ବିଚାରେଣ ମୋ ସ୍ୱାମୀଙ୍କୁ ବିନାଶିଲ ଏଠାକୁ ପେଷେଣ ତୁମ୍ଭେ ମାନେ ମହାନ ଦରେ ଯେ ରହିଲ ମୋର ପରାଣ ନାଥଙ୍କୁ ଭସ୍ମ କରାଇଲ ଏହିପରି ବହୁତ ବିକଳ ହୋଇ ଗହୁରୀ କାନ୍ଦଇ ସ୍ୱାମୀ ଗୁଣକୁ ବାହୁନି ସୁନ୍ଦରେ ପୁଣି ସ୍ୱାମୀ ଭସ୍ମ ହେବା ନିକଟକୁ ଯାଇ କୁଣ୍ଡାଳି ବାହୁନେ ମଥା ପିଟି ରତି ତହିଁ ଆଏ ପ୍ରାଣନାଥ ହୋଇ ଧୂଳିରେ ଧୂସର ପଡ଼ିଅଛ ଭସ୍ମ ହୋଇ ଶିବଙ୍କ କୋପର କିମ୍ପାଇଁ ଆଗ ପଛକୁ ନ କରି ବିଚାର ଶିବଙ୍କ ଉପରେ ସର କରିଲେ ପ୍ରହାର ଦେବତା ମାନଙ୍କ ଛନ୍ଦ ଜାଣି ନ ପାରିଲ ଅନଙ୍ଗ ସଙ୍ଗରେ ଆସି କିମ୍ପା ଗେଲ ହେଲ ଯେଉଁମାନେ ପଠାଇଲେ କରି କୌଶଳ ଏଖଣି ଜଣେ କେ ନାହିଁ ତୁମ୍ଭ ସାହା ବଳ କୁହ କୁହ ନାଥ ମତେ ତର ହସିର ମୌନ ହୋଇ ରହିଛ କେବଳ ଠାର ଦଣ୍ଡେ ବୃଛିଣ ମତେ ତେଣିକି ନ ଯାଅ ଏବେ ମନୁ ପାଶରୁଚ ହୋଇଣ ନିର୍ଦ୍ଦୟ ଯେଉଁ ଅଙ୍ଗରେ ସର୍ବଦା ଲାଗଇ ଚନ୍ଦନ ଆଜି ସେ ଅଙ୍ଗ ଧୂଳିରେ ହେଲା ଭସ୍ମ ମାନ ଫୁଲ ସେଜରେ ନୟନେ ନିଦ୍ରା ନ ଆସଇ ମୁକଳେ ରଜନୀ ବଞ୍ଚେ ଅନ୍ତର ନ ହୋଇ ଯେବେ କେବେ ଫୁଲ ସେଜ ସୁଖ ନ ଲାଗଇ ମୋ କମଳେ କୁଚ ପରେ ସୁଅ ଶିର ଦେଇ ଦଣ୍ଡେ ନ ଦେଖିଲେ ମତେ ବଣା ହେଉ ଥାଅ ଏ ଘର ସେ ଘର ବୁଲି ଖୋଜି ବୁଲୁ ଥାଅ ମିଛେ ମିଛେ ଚହମହି ଦେଖା ନ ଦିଅଇ ପାଗଳ ପରା ପରାଏ ଯାଅ ତୁମ୍ଭେ ହୋଇ ଦିନେ ଦିନେ ମୁହିଁ ଜନ ମଧ୍ୟ ବିଚାରିଣ କଥା ଯଦି ନ କହି ଛଳନା କରିଣ ତୁମ୍ଭେ ସେ କଥାକୁ ମନେ ସତ ବୋଲି ମଣି କୋଳକୁ ଉଠାଇ ନିଅ ହସି ହସି ପୁଣି ଛଳନା କରିଣ ମତେ କହିନା ନା ଗିର ହସାଇବା ଯାଏ ଲାଗି ଥାଅ ବାର ବାର ମୋ ମୁଖେ ହସ ଧରିଲେ ଆନନ୍ଦ ହୋଇଣ ଦିଅ ମୋ ଗଣ୍ଡରେ ଚୁମ୍ବ ଦାନ ଯେ ଆଙ୍କିଣ ନାନା ବନ୍ଧରେ ମୋ ସଙ୍ଗେ ରତି କ୍ରୀଡ଼ା କରି ତୋଷ କରି ରଖ ସଦା ଚିତ୍ତକୁ ମୋହରି ରତି ଶେଷେ କାମ ଜଳା ନିବାରିବା ପାଇଁ ମୋ ଅଙ୍ଗେ ସ୍ୱହସ୍ତେ ଲେପ ଚନ୍ଦନରେ ନେ ନାନା ସୁବାସ କୁସୁମ ତୋଳି ଭଳି ଭଳି ସର୍ବଦା ସଜାଉ ଥାଅ ଗୁନ୍ଥିଣ ସେ ମାଳି ଏ ଅଙ୍ଗକୁ ଭାରି ହୋଇବ ବୋଲି ଅଳଙ୍କାର ଗତି ସମୟରେ ମୋର କଣ୍ଠ ଖୋଲ ହାର ଅଙ୍ଗକୁ ଭାରି ହୋଇବ ବୋଲି ଅଳଙ୍କାର ପ୍ରତି ସମୟରେ ମୋର କଣ୍ଠ ଖୋଲ ହାର କାହିଁକି ପାଟି କହୁଛ ତୁମ୍ଭ ସମାନ ସୁନ୍ଦର ପୁରୁଷ ପ୍ରବର ଦେଖି ନାହିଁ ମୋର ନେତ୍ର ମହିମଣ୍ଡଳର ଯେତେ ଦେଖୁ ଥାଇ ମୁହିଁ ତବ କଞ୍ଜ ମୁଖ
ନୂଆ ନୂଆ ଲାଗି ହରୁ ଥାଏ ମୋର ଦୁଃଖ ହସ ହସ ବଦନକୁ ଚାହିଁଲେ ତୁମ୍ଭର କ୍ଷୁଧା ତୃଷ୍ଣା ମୋ ହୃଦର ହୋଇଯାଏ ଦୂର ପିତା ମାତା ଭଗ୍ନୀ ଭ୍ରାତା ସମସ୍ତେ ପାଶୋରି ତବ ପାଦ ପଦ୍ମ ତୋଳି ଥିଲି ମୋହିବାରି ରଜନୀ ହୋଇଲେ କାଳେ ହେବ ମୋତେ ଡର ସେ ଯୋଗେ ପାଶରୁ କ୍ଷଣେ ନ କରେ ଅନ୍ତର कमेटी रहुन इे ये हूँ कथा बोली जाऊन पोखरी पड़ो ना कथा बोली पोखरी पड़ा ए आज पुणे बन बनांतरे छाड़ी दे मुई छपा दे केणे रहिल हे साई टिके सरस बदन देखुथिले मोर व्यथा लागुथिला तब मनरे पार आज पुणे मथा कोड़ी एबे कांदु अछि धार धार होई नेत्रु लोतक बहुची तथापि तरळु नाही हृदय तुम्भर हसी हसी टिंपा पदे कहु नाही गिर जेबे धूली लागुथिला अंगरे मोहर सुझी न उतरियरे पोछबार बार हे आजी पुणी गड़ू अच्छी होई दूसरित केशवास भूमे लोटी हुए मुकुलित तथापि आदर करी मोते न नेउछ केहू दोष देखी एते दंड देउछ किबा पूर्व अभिमान कथा मान स्मरी कथा न कहीण दंड देउछ बिचारी आस आस प्राणनाथ सबु दोष मोर आउ दिने छलना न करिबी मिछर आउ न लुचिबी केबे कौतुक करी नियम करी कहूची मुई सत्य करी जहा कहिब आदेश पाइबी तुम्भर छाई परी खटुथिबी सर्वदा पासर मागी नेउ अछि दोष हे पराणनाथ एही बार दियो क्षमा धरे पाद हस्त मुंड कचाड़े बाहुने स्वामी गुण स्मरी यही परी बहुत विकल होइण गिरी झर झर मस्त करू बहई शोणित बाहुनी कांद रति होइले कोले तो सती सुकुमारी रति करन्ते रोदन स्तब्ध होइला आकाश पाताल पवन पशु पक्षी माने पथ मध्य जाउथिले रति सतींकर दुख कर्णरे शुणिले स्थिर होइले से माने केणिकी न जाई सकले कांदिले अति व्याकुलित होई से बेलर दृश्य गोटी अति ही दारुण बनिबाकू सकती जे नाही मोर जान धन्य 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 सत्य नारी धन्य पति भक्ति तोर पति लागी थराइन देलु 14 पुर से मन मध्य चिंता कइला सुंदरी आउ काई पाई प्राण रखिब मोहरी एछार जीवने आओ
কিস প্রয়োজন স্বামী দেবতাঙ্ক সঙ্গে করিবি গমন যেবন স্থানকু যাই সন্তিপতি মোর সেইঠারে ভেট হেবি সঙ্গতে তাঙ্কর এইপরি মন মধ্যে বিচারি সুন্দরী স্বামী ভস্ম মধ্যে চিতা দেলা কতিয়ারি সেবন মধ্যরু আনি চন্দন গুর স্থাপিলা অনଳ গরি পতি চিতা পর জଳି উঠিলা যে অগ্নি হইণ প্রখর প্রদক্ষিণ কলা দেবী অনଳେ সত্বর বইলা ভোজাত দেব পশুচি শরণ ମୋ ପତି ସହିତେ ମୋତେ ଭେଟାଅ ଏ କ୍ଷଣ ଯେବଣ ଠାରେ ଅଛନ୍ତି ପ୍ରାଣନାଥ ମୋର ଶୀଘ୍ର ନେଇ ତାଙ୍କ ପାଶେ କରାନ୍ତୁ ହାଜର ଏହିପରି କାରୁଣ୍ୟରେ ଧାତାଙ୍କ ନନ୍ଦିନୀ ଅଗ୍ନିକୁ ବନ୍ଦନା କଲେ ଯୋଡ଼ି କରିବେନି ଏହାପରେ ସ୍ୱାମୀ ସହଗାମୀ ହେବା ପାଇଁ ଅନଳ ମଧ୍ୟକୁ ଗରି ପାଦ ଜନ୍ତେ ତହିଁ ବାରମ୍ବାର ଶୂନ୍ୟ ମଧୁ ହୋଇଲା ଶବଦ ନପସ ଅନଳେ ସତୀ ସ୍ଥିର କର ହୃଦ ନିଶ୍ଚୟ ସ୍ୱାମୀକୁ ତୁହି ପାଇବୁ ସୁନ୍ଦରୀ ଅପେକ୍ଷା କରି ରହିଥା ଦିନା କେତେ ସ୍ମରି ଯାହା ଭାଗ୍ୟ ଥିଲା ଯାହା ଯାଇଅଛି ହୋଇ ଦୈବ ଲିଖନ କେହୁ ଆନ ନ କରଇ ଯାହା ଭାଗ୍ୟ ଥିଲା ଯାହା ଯାଇଅଛି ହୋଇ ଦୈବ ଲିଖନ କେହୁ ଆନ ନ କରଇ তব পিতা অভিশাপে প্রাণপতি জাণ শিবঙ্ক কোপরে ভস্ম হইଅଛି জাণ তাতাঙ্কর নিজ সুতা সন্ধ্যা দিন করে বসিଥିଲା দ্বার দেশে মন আনন্দরে সেবেলে তপস্যা শেষ করিবে দবর ফেরুଥିଲେ স্বগৃহକୁ হর সমনর সেবেলে কন্দর্প করে হরি ফুল সর তব পিতাଙ୍କୁ চাহিণ বিন্ধিলা সত্তর কামবাণে জর্জরিত হইবে দবর সন্ধ্যা সঙ্গে রমিବାକୁ ইছিলে সত্তর পিতাଙ୍କର বଳତ୍କାର দেখি কন্যা তହିଁ মৃগ রূপ ধরি তহুঁ গলা কপଳାଇ মৃগ রূপে ধাতা ତାଙ୍କ ପଛରେ ଧାମନ୍ତେ ଶିବ ତାହାଙ୍କର ଶିର ଛେଦିଲେ ତୁରିତେ ଆଉ ସେଥି ଯୋଗେ ଅଭିଶାପ ଦେଲେ ବେଦବର କନ୍ଦର୍ପ ଲାଗି ହୋଇଲା ଏହି ଦଶା ମୋର ଯେପରି ଶିର ମୋହର ଛେଦିଲା ଶଙ୍କର ସେହିପରି ଜାଳି ଦେବ କନ୍ଦର୍ପ ଶରୀର ସେହି ଅଭିଶାପେ ତବ କାନ୍ତ ନାଶ ଗଲା ତାତାଙ୍କର ଅଭିଶାପ ପ୍ରତ୍ୟକ୍ଷ ପଡ଼ିଲା ସେ ଯୋଗେ କହୁଛି ଗୋରି ନ ପଶି ପରାଣ ସେ ଯୋଗେ କହୁଛି ଗୋରି ନ ନାଶି ପରାଣ ଶିବଙ୍କୁ ଭଜ ପାଇବୁ ସ୍ୱାମୀ କି ଯେ ପୁଣ ଏସନଗିରି ଶୂନ୍ୟର ରତି ଦେବୀ ଶୁଣି ଅନଳରେ ନ ପଶିଲେ ବିଚାରିତ କ୍ଷଣି ଶୂନ୍ୟବାଣୀ ଶୁଣି ଶାନ୍ତ ହୋଇଲେ ସୁନ୍ଦରୀ ଶିବ ପୂଜା କରିବାକୁ ବାହାରିଲେ ଗୋରି ସେ ଦେବ ଦେବଙ୍କ ପାଦ ପଦ୍ମେ ରଖି ମନ ପଦ ରଚନା କରଇ ସେ କ୍ଷେତ୍ର ମୋହନ ମଝିରେ ମଝିରେ ପାଟି କାଇଁ କରୁଛ
କଥାଟା ସକାଳେ ହଉନ ସକାଳେ ଯେତେବେଳେ ଗାଧଉଛ ସେତିକି କଥାବାର୍ତ୍ତା ହେଇଯାଉନ ମଝିରେ ମଝିରେ କଥାଟା ଛାଡ଼ି ଦେଇକି ଆସୁନ। ରତି ଦେବୀଙ୍କର ଶିବ ପୂଜା ଓ ରତି ପାଇବାକୁ ବରସ୍ଥାନ। ଶୁଣ ଏ ଋଷିଗଣ ଦେଇ ମନ କର୍ଣ୍ଣ, ଏ ବୃହତ ଶିବ ଶାସ୍ତ୍ର ଅପୂର୍ବ ବିଧାନ। ଶ୍ରଦ୍ଧାରେ ଯେ ଜନ ଏହା ପଢ଼ଇ ଶୁଣଇ, ଧନ ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇ। ଅନ୍ତକାଳେ କାଳ ଫାସ ନ ଲାଗିବ ତାରେ, ଶିବଙ୍କ ଅଙ୍ଗରେ ସେହୁ ଲୀନ ହେବ ବାରେ। ଏହିପରି ଅଟଇ ଯେ ମହିମା ଶିବର, ତ୍ରିସନ୍ଧ୍ୟାରେ ପାଠ କର ସର୍ବଗୁଣୀନର। ମୃତ୍ୟୁଞ୍ଜୟ ବୋଲି ନାମ ଅଟଇ ତାଙ୍କର, ମୃତ୍ୟୁ ଲୋକକୁ ବଞ୍ଚାଇ ପାରନ୍ତି ସତ୍ୱର। ଭକତିରେ ତାହାଙ୍କ ପାଦକୁ ଯେ ପୂଜିଛି, ଅତଳ ଅଷ୍ଟ ଐଶ୍ୱର୍ଯ୍ୟ ପ୍ରାପ୍ତ ସେ ହୋଇଛି। ତାହାର କାରଣ ମାନ ଶୁଣ ମନ ଦେଇ, ଗୋଟି ଗୋଟି କରି ମୁହିଁ କହୁଛି ବୁଝାଇ। ଶିବଙ୍କ କୋପେ କନ୍ଦର୍ପ ଭସ୍ମୀଭୂତ ହେଲା, ତା ଘରଣୀ ରତି ଅନଳରେ ପଶୁଥିଲା। ସେ ସମୟରେ ଆକାଶରୁ ହେଲା ଦୈବ ବାଣୀ, କର୍ଣ୍ଣନେରିଣ ସୁନ୍ଦରୀ ଶୁଣିଲା ତ ପୁଣି। ଏ ଶୂନ୍ୟ ଶବଦୁ ହୋଇଲା ତୁହାଇ ତୁହାଇ, ଆଏ ରତି ଅନଳରେ ନ ପଶ ଯେ ତୁହି। ଆଉ ଯେବେ ସ୍ୱାମୀ ଲଭିବାକୁ ଇଚ୍ଛା ଥାଏ ତୋର, ଏ କାର୍ଯ୍ୟ ଛାଡ଼ି ଶିବଙ୍କ ପାଦେ ଭକ୍ତି କର। ତାଙ୍କ କୋପେ କନ୍ଦର୍ପ ହୋଇଛି ଭସ୍ମୀଭୂତ, ସେ ଇଚ୍ଛା କଲେ ପୁନଶ୍ଚ କରିବେ ଜୀବିତ। ଏହି କଥା ଯେଉଁ କର୍ଣ୍ଣେ ଶୁଭିଲା ତାହାର, ଫେରିଲା କନ୍ଦର୍ପ ବାମା ନ ପଶି ଅଗ୍ନିର। ମନ ସ୍ଥିର କରି ଗୌରୀ ଭାବିଲା ତ ବସି, ଦୈବବାଣୀ ନୁହେଁ ଆନ କହିଛନ୍ତି ଋଷି। ଯେବେ ଶିବ ପୂଜା କଲେ ପତିଙ୍କୁ ପାଇବି, କାହିଁ ପାଇଁ ଶରୀରଟା ନଷ୍ଟ କରିଦେବି। ଆଜିଠାରୁ ଏଥେ ରହି ଅନ୍ୟତ୍ର ନ ଯାଇ, ପତି ନିମନ୍ତେ ଯାଇବି ଶଙ୍କରଙ୍କୁ ମୁହିଁ। ଏତେ ବିଚାରିଣ ରତି ମୃତ୍ତିକା ଅଣାଇ, ଶିବଙ୍କ ସ୍ୱରୂପେ ମୂର୍ତ୍ତି ତିଆରିଲା କଇଁ। ମୂର୍ତ୍ତିକା ଶିବ ମୂରତି ଗଢ଼ିଣ ସୁନ୍ଦରୀ, ପୂଜା କରିବା ନିମନ୍ତେ ସ୍ଥାପନା ସେ କରି। ହୃଦ ମଧ୍ୟରେ ଚିନ୍ତିଲା ଶିବଙ୍କର ରୂପ, ଅହରହ ନେତ୍ରେ ଆଗେ ରହିଲା ସ୍ୱରୂପ। ଅନାହାରେ ଅନିଦ୍ରାରେ ବସି ଦିବାରାତି, ଶିବଙ୍କର ନାମେ ମନ୍ତ୍ର ଜପ କଲା ସତୀ। ପୁଣି ମନେ ମନେ ରତି କରଇ ବିଚାର, କିପରି ପୂଜିବି ମୁହିଁ ଶିବଙ୍କ ପୟର। କେବଳ ମନ୍ତ୍ର ଜପିଲେ ହେବ ନାହିଁ ଫଳ, ବିଧି ବିଧାନରେ ପୂଜା କରିଲେ ମଙ୍ଗଳ। ନାନା ବର୍ଣ୍ଣ ଫଳ ପୁଷ୍ପ ନାନାଦି ସମ୍ଭାର, ଲାଗେ ଶିବଙ୍କ ପୂଜାରେ ଶୁଣିଛି କର୍ଣ୍ଣର। ମୁଁ ତ ସହଜେ ଅବଳା ସାହା କେହି ନାହିଁ, କେଉଁଠାରୁ ଏତେ ଦ୍ରବ୍ୟ ଆଣିବ ଖୋଜାଇ। କିଏ ସେ ବେଳେ ଆସି ମୋତେ ସାହା ହେବ, ପୂଜା କରିବାକୁ ଦ୍ରବ୍ୟ ମାନ ଯୋଗାଇବ। ଏହିପରି ଦେବୀ ମନେ ଭାବନା କରନ୍ତେ, ସକଳ ଦରବ ଠୁଳ ହେଲା
ହେଲା ସାଥେ ସାଥେ ବିଲ ଦଳ ଗଇ ସଧା ତୋରା ଧୂପ ଦୀପ ନାରିକେଳ ଅଗୋରୁ ଚନ୍ଦନ ଗନ୍ଧ ପୁଷ୍ପ ବିବିଧ ସମ୍ଭାର ମାନ ମିଳିଲା ବହନ ଦେଖିଣ ସନ୍ତୁଷ୍ଟ ହେଲା ରତିଙ୍କର ମହନ ପୁଣି ରତି ହୋମ ନିମେତେଣ ଯେ ଭାବନ୍ତେ ସୁରପତି ପଠାଇଣ ଦେଲେ ସାଥେ ସାଥେ ବଧୂର ଯେପରି କେହି କ୍ଷତ ନ କରଇ ତେମନ୍ତ ପ୍ରକାର କଲେ ବ୍ୟବସ୍ଥା ଯେ ସେହି ଗୁପ୍ତେ ସୁରପତି ରାଇ 10 ଦିଗ ପାହାଳ ବୋଇଲେ ତୁମ୍ଭେ ମୋହର ବଧୂ ପାଶେ ଚହଳ ଯେତେବେଳେ ଯେଉଁ ଦ୍ରବ୍ୟ ପାଞ୍ଚିବ ସେ ମହନ ସମସ୍ତ ଯୋଗାଇ ଦେବ ତା ପାଶେ ବହନ ପବନକୁ ବୋଇଲେ କ ଦେବ সোনা ଶିର ତୁମ୍ଭେ ମୋ ବଧୂ ପରେ ରଖିବ ନଜର ପ୍ରତିଦିନ ତା ବାହାରତା ଆଣିଣ ଗୁପତେ ମୋହ ପାଶେ ଯୋଗାଇବ ତୁମ୍ଭେ ସାଥେ ସାଥେ କୁବେରକୁ ଚାହିଁ ଆଜ୍ଞା ଦେଲେ କ ସତ୍ୱର ଯେତେ ଧନ ଦରକାର ହେବ ମୋ ବଧୂର ସମସ୍ତ ଯୋଗାଇ ଦେବ ତୁମ୍ଭେ ବିଧି ମତେ ଖାଦ୍ୟପେୟ ମଧ୍ୟ ତାରେ ଯୋଗାଇବ ନିତ୍ୟ ବସନ ଭୂଷଣ ମାନ ଯାହା ସେ ଚାହିଁବ ଭଣ୍ଡାରରୁ ନେଇ ତୁମ୍ଭେ ତାର ପାଶେ ଦେବ ବରୁଣକୁ ରାଇ ଆଜ୍ଞା ଦେଲେ କହ ସତ୍ୱର ଆଏ ଜଳପତେ ତୁମ୍ଭେ ଶୁଣ ମୋର ଗିର ପୁତ୍ର ଶିବ କୋପରେ ଭସ୍ମ ହୋଇଅଛି ସେଠାବରେ ରହି ବଧୂ ତପସ୍ୟା କରୁଛି ସ୍ୱାମୀକେ ପାଇବା ଲାଗି ବିଚାରି ମନର ଶିବଙ୍କୁ ପୂଜା କରୁଛି ତେଜିଣ ଆହାର ଅତି ଅଲି ଅଳି ସେହି ଦୁଃଖ ନ ଜାଣଇ ପଡ଼ୁଛି ପୁଣି ସେଠାରେ ଦୁଃଖ କଷ୍ଟ ସହି ବର୍ତ୍ତମାନ ପୂଜୁଅଛି ଶଙ୍କର ପୟର ହୋମ କରିବାକୁ ସେହି ପାଞ୍ଚିଛି ମନର ସେ ଯୋଗେ ତୁମ୍ଭଙ୍କ ମୋହି କହୁଛି ବୁଝାଇ ଯେତେ ଘୃତ ସେ ଚାହିଁବ ଦେବ ସେ ଯୋଗାଇ ଘୃତ ସମୁଦ୍ରରୁ ତୁମ୍ଭେ ଘୃତ ଯୋଗାଇବ ମୋର ଐରାବତ ହସ୍ତି ଶୁଣ୍ଢରେ ତୋଳିବ ଏହିପରି ଭାବେ ହସ୍ତି ପ୍ରତିଦିନ ନେଇ ବଧୂରତୀଙ୍କର ପାଶେ ଦେବ ସେ ଯୋଗାଇ ଏହିପରି ଇନ୍ଦ୍ର ରାଜା ସଭିଙ୍କୁ ହରାଇଣ ଗୋଟି ଗୋଟି କରି କହିଲେ ଯେ ତିଆରିଣ ଆଜ୍ଞା ପରମାଣେ ଯେ ଯାହା ରେ ଚଳିଗଲେ ଅଦୃଶ୍ୟ ମାର୍ଗରେ ରତି ପାଶରେ ରହିଲେ ଶିବ ପୂଜିବାକୁ ଦେବି ବିଚାରି ମନର ଯେତେବେଳେ ଯେଉଁ ଦ୍ରବ୍ୟ ପାଞ୍ଚଇ ହୃଦର ସାଥେ ସାଥେ ତା ପାଶରେ ଥୁଆ ହୁଏ ଯାଇ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଲେ ରତି ତହିଁ ଭାବିଲେ ସବୁ ଅଟେ ଶିବଙ୍କର ବର ତା ନୋହିଲେ ଦ୍ରବ୍ୟ କାହୁଁ ମିଳନ୍ତା ଏଠାର ଭକତି ଭରେ ଶିବଙ୍କୁ ହୃଦୟ ସମରି ପାଦ ତଳେ ସଭକ୍ତିରେ ଶୋଇ ପଡ଼େ ଗୌରୀ ଶିବ ଶିବ ବୋଲି ମନ୍ତ୍ର ପଢ଼ ଈଶ୍ୱର ଶିବ ଶିବ ବୋଲି ମନ୍ତ୍ର ପଢ଼ ଈଶ୍ୱର ହୋମ ଶେଷେ ଯୋଡ଼ି ବେନୁ ଜାନି ପୁଣି ଉଠି ଅନଳରେ ଢାଳି ଘୃତ ଢାଳ ଶିବ ଶିବ ବୋଲି ମନ୍ତ୍ର ପଢ଼ ଈଶ୍ୱର ହୋମ ଶେଷେ କର ଯୋଡ଼ି ବେନି ଜାନୁ ପାତି
ପାର୍ବତୀ ରମଣ ପାଦ ତଳେ କରେ ସ୍ତୁତି ଜଣାଏ ମନ କାମନା ହୋଇ ବ୍ୟାକୁଳିତ ଡାକେ ମୋ ଗୁହାରି ଶୁଣ ଆହେ ବିଶ୍ୱନାଥ ହେ ଦେବ ଦେବ ମୋହର ଦୁଃଖ ବାରେ ହର ଜାଣେ ନାହିଁ ଜ୍ଞାନ ଧ୍ୟାନ ମାତ୍ର ନାରୀ ଛାର तुम्भे प्रभु सदानंद परम पुरुष तुम्भर महिमा न जानते त्रिदश परम ब्रह्म ऋषि तुम्भे अट अणाकार तुम्भ पुराण पुरुष जगत ईश्वर चारि वेद ठाव करी न पारी तुम्भरे अरूपानंद बोलीण कहती से बारे परमार्थ मार गर अटे तुम्भ द्वार गुणर स्थान जे नीर क्षण निराकार आए प्रभु परम ब्रह्म तुम्भे मूलाधार प्रकृति पुरुष एक देह दे तुम्भर 33 कोटि देवता पुणी साधु शून्य तुम्भे अंत न पाइले आहे महाभाग मुहि तो सहजे अटे नारी कूले जात अबला सदा दुर्बला कहती समस्त स्वामी मात्र भरोसा जे अटई नारीर जानई नारी जाति धर्मा धर्म सार तुम्भको जानिबी प्रभु केमंत बा मुहि केवल पाद पद्म को आश्रा करी छई आन केउ द्रव्य मोर तिले लोड़ा नाही थरे मात्र देखा दियो प्रभु दया बही एतिकी मातर घेन प्रार्थना मोहर ए दिन नारे के हेब निराश न कर एहीपरि बहु स्तुति हरिण जे रति चक्षु बोझी गड़ खाली शोइला कसहते ताहा परे तपे संतुष्ट होइन सत्वहर आगे ओबा हेले आसे तक्षणे शंकर नाना अलंकारे होई सर्वांग भूषित दिव्य तेज धरे विजे कला जे तुरित दर हसी बोइले को उठ आग सहती चक्षु मेली चाहियो आंबे अटो पशुपति तुम्भ उपरे संतुष्ट होइलो जे आंबे जहा इच्छा माग हबर देबु संगे संगे अमीय वचन शुणे कंदर्प घर हणे नेत्र मेलाए चाहिला तक्षण से पुणे देखिला आगरे उभा होइछन्ति हर नाना युध अंगरे दिशई सुंदर मूर्तिमय होई शोभा पाउछन्ति अति विकले कर जोड़ीण प्रणमेला सती देखिला आगरे उभा होइछन्ति हर नाना आयुध अंगरे दिशई सुंदर सूर्यकांत मणि परी जक जक होई रति देवींकर अंग ज्योति विराजई चंपा कढ़ी परी बेनी कर जोड़ी धीरे जणाइला स्तव करी ताहांक पाशरे बोइला बड़ सौभाग्य अटई मोहर दुख बेले दर्शन कली मु शंकर जगत जनक हित कारी जे अटंती से मंगलमय प्रभु एथे आसीछन्ति सारहीना नारी दुख बुझिबार पाई कष्ट सही मनी कटे आसीछन्ति धाई खिदेई पूजिबी अबा तुम्भर चरण जाने नाही ध्यान ज्ञान छारो नारी जान यही परि भावे रति प्रार्थना करन्ते
তাতপে সন্তুষ্ট হইলে ঘোড়া নাথে বইলে গো দেবী মনে ভাবনা ন কর যাহা ইচ্ছা তোর বড় মাগো মো পাশর নিশ্চয় দেবে মোহে କରୁଛି ଶପଥ ଶୁଣି ରତି ଦେବୀ ମନେ ହୋଇଲେ ତ୍ରୁପତ ବୋଇଲେ ହେ ପ୍ରଭୁ ଯେବେ ଦେବ ମୋତେ ବର ଏକମାତ୍ର ନିବେଦନ ତୁମ୍ଭେ ରକ୍ଷା କର ଗୋସ୍ୱାମୀଙ୍କ ନେତ୍ରାନଳେ କରିଛି ଦହନ ପୁନଶ୍ଚ ତାହାଙ୍କୁ ପ୍ରଭୁ ଦିଅ ଜୀବ ଦାନ ଏତିକି ମାତର ଅଟେ ପ୍ରାର୍ଥନା ମୋହର ମାନବରେ ତିଳ ମାତ୍ର ଲୋଡ଼ା ନାହିଁ ମୋର ହସି ବୋଇଲେ ଶଙ୍କର ଶୁଣ ଆଗରତି ବଡ଼ ଅଘଟଣ କଥା କହୁଛୁ ତୁ ଏଥି ତୋ ସ୍ୱାମୀ ବାରତା ବହି ସଙ୍ଗରେ ମୋହର ଅଖଣ୍ଡ ତପସ୍ୟା କରିଲା ଯେ ଛାର ଖାର ସେ ଯୋଗେ ତାହାକୁ କ୍ରୋଧେ ଦିଅନ୍ତେ ଯେ ଚାହିଁ ନେତ୍ରେ ଅନଳରେ ଗଲା ସେହୁ ଭସ୍ମ ହୋଇ ଶରୀର ପୋଡ଼ି ତାହାର ଭସ୍ମ ହୋଇ ଅଛି କେବଳ ମାତ୍ର ମୁଠାଏ ପାଉଁଶ ପଡ଼ିଛି କହ କେଉଁ ପରି ତାକୁ ବଞ୍ଚାଇବି ମୁହିଁ ମଲା ପ୍ରାଣୀ ଅବା କେଉଁଠାରେ ବଞ୍ଚି ଛଇଁ ଯଦ୍ୟପି ଶରୀର ଗୋଟା ଥାନ୍ତା ତାହାର ଜୀବନ୍ୟାସ ଦେଇଥାନ୍ତି ମୁହିଁ ପୁନର୍ବାର ତା ମାଧ୍ୟ ଅନଳେ ଯାଇ ଅଛି ଭସ୍ମ ହୋଇ ବଞ୍ଚାଇବି କେଉଁ ପରି କହୁଅଛୁ ତୁହି ଏହା ଶୁଣି ରତି ଦେବୀ ପାଦ ତଳେ ପଡ଼ି ବିକଳେ ରୋଦନ କରି ବୋଲେ କର ଯୋଡ଼ି ଆଏ ପ୍ରଭୁ ତୁମ୍ଭେ ଅଟ ଅକର୍ମାଦାୟକ ନଥିଲେ କର୍ମରେ ଯାଚି ଦିଅ ତ୍ରିଅମ୍ବିକ ଦେବେ ପିତା ପାଶେ ପୁତ୍ର ତେବେ ପିତା ପାଶେ ପୁତ୍ର ଅପରାଧ କରେ ତାହାକୁ ଦଣ୍ଡ ଦେଇନ ସେ କି ନ ଉଧାରେ ଆବର ଦଣ୍ଡିବା ଶକ୍ତି ଯାହାର ଅଛଇଁ ପୁରାଣରେ ଅଛି ପୁଣି ସେ କ୍ଷମା ଦିଅଇ ସେ ଯୋଗେ ପାଦ ପଦ୍ମରେ ପଶୁଛି ଶରଣ ସ୍ୱାମୀ ଦାନ ଦେବାରେ ରଖ ମୋର ପ୍ରାଣ ଏହିପରି ଅତି ବହୁ ହୁଅନ୍ତେ ବ୍ୟାକୁଳ ଦୟା ବହି ବହିଲେ ଯେ ଦେବ ଦେବ ଶୂଳ ଯଦ୍ୟପି ସ୍ୱାମୀକୁ ତହିଁ ଚାହୁଁଛୁ ଏକାନ୍ତ ଅପେକ୍ଷା କଲେ ପାଇବୁ ଏହା ଅଟେ ସତ୍ୟ ବର୍ତ୍ତମାନ ସଶରୀରେ ତାକୁ ନ ପାଇବୁ କେବଳ ଅଙ୍ଗରେ ସ୍ୱାମୀ ସତାକୁ ଲଭିବୁ ମଳୟ ନାମରେ ଯେହୁ ପବନ ବହିଣ ଯୁବା ଯୁବତୀଙ୍କ ଅଙ୍ଗେ ପ୍ରବେଶିବ ପୁଣ ସ୍ୱାମୀ ସଙ୍ଗ ଲଭିବାକୁ ତୁ ଯେବେ ଚାହିଁବୁ ଅଶରୀରେ ତାକୁ ତୁହି ସର୍ବଦା ପାଇବୁ ଏହିପରି ଭାବେ ଯିବ ବହୁଦିନ ବହି ଦ୍ୱାପର ଜନ୍ମ ଲଭିବେ ପ୍ରଭୁ ଭାବ ଗ୍ରାହୀ ଦ୍ୱାରକାପୁରରେ ସେ ହେବେ ନରପତି ତାହାଙ୍କ ଜ୍ୟେଷ୍ଠ ମହିଷୀ ଯେ ରୁକ୍ମିଣୀ ସତୀ ତାଙ୍କ ଗର୍ଭରେ ତା ସ୍ୱାମୀ ଠାବ ଯେ ପାଇବ 10 ମାସ 10 ଦିନେ ଜନମ ଲଭିବ ସେବେଳେ ନାରଦ ଯାଇ ସମ୍ବର ସୁରେ ଜଣାଇବେ ତୋର ଶତ୍ରୁ ଜନ୍ମିଲା ମର୍ତ୍ତ୍ୟରେ ସମସ୍ତ ଘଟଣା ସେହୁ ତାହାକୁ କହିବେ ଦିନେ ରାତ୍ରରେ ଅସୁର ଆସି ଗୁପ୍ତ ଭାବେ ଶ୍ରୀକୃଷ୍ଣଙ୍କ ପାଟରାଣୀ ନିଦ୍ରିତାବସ୍ଥାରେ
ଚୋରି କରି ନେବ ତୋର ସ୍ୱାମୀଙ୍କୁ ସତ୍ୱରେ ନୀଳ ସମୁଦ୍ର ଜଳେ ତାକୁ ଫିଙ୍ଗି ଦେବ ଆନନ୍ଦ ମନରେ ସ୍ୱଗୃହକୁ ଚଳିଯିବ ତୁଇ ସେ ବେଳରେ ଗୁପ୍ତେ ତପସ୍ୱିନୀ ହୋଇ ସ୍ୱାମୀଙ୍କୁ ପାଇବା ଲାଗି ବନେ ଥିବ ରହି ସେବନଙ୍କ ମୃଗୟାର୍ଥେ ସମ୍ବର ସୁର ଆସିଣ ତୋର ଉପରେ ପଡ଼ିବ ନଜର ତୋ ସୁନ୍ଦର ରୂପେ ସେହି ବିମୁଗ୍ଧ ହୋଇବ ବଳତ୍କାରେ ନାରୀ କରିବାକୁ ଧରି ନେବ କିନ୍ତୁ ମନେ ରଖ ତୁହି ମନା ନ କରିବୁ ସେ ସମ୍ବର ଅସୁରର ସଙ୍ଗେ ଚାଲିଯିବୁ କିନ୍ତୁ ମାୟା କରି ତାର ମନକୁ ଭୁଲାଇ ଛଳନା କରିବୁ ଦେହ ନ ଛୁଆଇଁ ଦେଇ କହିବୁ ତାହାକୁ ମୁହିଁ ଅଟଇ କୁମାରୀ ରଜବତୀ ନ ହୋଇନ ରହିଛି ଏପରି ଯେଉଁଦିନ ଜାଣ ମୁହିଁ ପୁଷ୍ପବତୀ ହେବି ସ୍ୱଇଚ୍ଛାରେ ତୁମ୍ଭ ସଙ୍ଗେ ବିବାହ କରିବି ଏହିପରି କଥା ମାନ ତାହାକୁ କହିଣ ଚାଟୁଗିରେ ରଖିଥିବୁ ତାରେ ଭୁଲାଇଣ ଯେପରି ତୋଠାରେ ସେହି ନକରେ ସନ୍ଦେହ ତେସନ ପ୍ରକାରେ କରୁଥିବୁ ଅଭିନୟ ଏହିପରି ଭାବେ ତୁହି ରହିବୁ ସେଠାରେ କିନ୍ତୁ ତୋର ସ୍ୱାମୀ ଯାଇ ମିଳିବ ତା ଘରେ ସେବେଳେ ଦାନବୀ ତାକୁ ଚିହ୍ନି ନ ପାରିବ ପୁତ୍ର ସ୍ନେହ ଗୃହେ ରଖି ଯତନେ ପାଳିବ ଯେମନ୍ତ ପ୍ରକାରେ ସ୍ୱାମୀ ମିଳିବ ତୋହର ତାହାର କାରଣ ମାନ ଶୁଣ ନାରୀ ବର ଚୋରାଇଣ ନେଇ ଦୈତ୍ୟ ସମୁଦ୍ର ଜଳରେ ଫିଙ୍ଗି ଦେଇଯିବ ତୋର ସ୍ୱାମୀଙ୍କୁ ସତ୍ୱରେ କିନ୍ତୁ ସେ କୁମରେ ଏକ ମିନ ଗିଳି ଦେବ ଦୈବ ଯୋଗେ ଧୀବର ଜାଲେ ସେ ପଡ଼ିବ ସେ ମିନ ଗୋଟି ଧୀବର ଯତନରେ ନେଇ ସମ୍ବରପୁରେ ତାହାକୁ ବିକିବ ଯେ ତହିଁ ତାହାକୁ କାଟିବା ବେଳେ ଦାସୀ ପରିବାରି ଦିବା ଜ୍ୟୋତିର୍ମୟ ସୁତ ଗର୍ଭ ଦେଖି କରି ବାହାର କରିଣ ସେହୁ ନୟନେ ଦେଖିବେ ବଞ୍ଚି ଅଛି ପୁତ୍ର ଗୋଟି ସେ ଜାଣି ପାରିବେ ଦୈତ ଆଗରେ ଯାଇ ଦେବେ ଖବର ଶୁଣି ଅସୁର ହୋଇବ ଆନନ୍ଦ ପାର ଜ୍ୟୋତିର୍ମୟ ପୁତ୍ର ଗୋଟି ରକ୍ଷିଣ ଜ୍ୟୋତିର୍ମୟ ପୁତ୍ର ଗୋଟି ଦେଖିଣ ନେତ୍ରରେ ଶ୍ରଦ୍ଧାଭରେ କୋଳ କରି ନେବେ ସେ ବାହାରେ ତୋ ପାଶରେ ନେଇଣ ସେ ପୁତ୍ର ଗୋଟି ଦେବ ଯତନରେ ପାଳ ବୋଲି ତୋତେ ତିଆରିବ ତୁହି ସେହି ଦିନ ଠାରୁ ସ୍ୱାମୀକୁ ତୋହର ପାଳିବୁ ପରାଣ ଦେଇ ଅତି ଯତନର ଦିନୁ ଦିନୁ ଶଶୀ କଳା ପରାୟ କୁମର ବଢ଼ିବେ କୋଳରେ ତୋର ଜାଣ ନାରୀ ବର କିନ୍ତୁ କ୍ରମେ କ୍ରମେ ତାର ବୟସ ହୋଇବ ବିଦ୍ୟା ବୁଦ୍ଧିରେ ଅତ୍ୟନ୍ତ ସୁଦକ୍ଷ ହୋଇବ ତା ରୂପ ଦେଖିଣ ଦୈତ୍ୟ ଆନନ୍ଦ ହୋଇଣ ରାଜା କରିବାକୁ ତାକୁ ବିଚାରିବ ମନ କିନ୍ତୁ ଯେତେବେଳେ କୁମରେ 16 ବର୍ଷ ହେବ ସେତେବେଳେ ତୋର ମନ ବ୍ୟାକୁଳ ହୋଇବ ନିଜ ସ୍ୱାମୀ ବୋଲି ଜାଣି ତୁହି ଯେ ପାରିବୁ ସମସ୍ତ ଲକ୍ଷଣ ମାନ ତାଙ୍ଗେ
ଦେଖିବୁ ସେ ବେଳ ଯାଏ କୁମର ତୋତେ ନ ଚିହ୍ନିବ ମାତା ବୋଲି ତୋତେ ସେହୁ ଆଗୁଡାକ ଥିବ କିନ୍ତୁ ସେ ବେଳରେ ତୁହି ବିରହ ଜ୍ୱାଳାରେ ଦଇ ହୋଇ ପରିଚୟ ଦେବୁ ଯେ ତାହାରେ ପ୍ରଥମରେ ତୋତେ ସେହୁ ଚିହ୍ନି ନ ପାରିବ ନାନା ପ୍ରକାରେ ଝିଙ୍ଗା ଶିଣ ସେ କହିବ ତାର ସନ୍ଦେହ ମୋଚନ ଲାଗିଣ ଯେ ତୁହି ଆମ୍ଭର ବିଭୂତି ଗୋଟି ରଖିଥିବୁ ନେଇ ଯେଉଁଦିନ ଏ ବିଭୂତି ମସ୍ତକେ ଘେନିବୁ ସେହି ସମୟରେ ତୋର କାନ୍ତକୁ ପାଇବୁ সকল সন্দেহ তোর হইব মোচন তোতে কোলে ঘেনিন যে করিব শয়ন পূর্ব কথা মান মনে স্মরিব তাহার দুধ করিণ নাসিব সম্বর অসুর তাহার ধন সম্পত্তি ঘেনি সঙ্গতরে স্বামী স্ত্রী দুহে মিলিব আসি দ্বারাকারে নারদ আগরে শাশু শ্বশুরଙ୍କୁ ତୋର ଜଣାଇ ଦେଇଥିବେ ଯେ ତୁମ୍ଭର ଖବର ସେମାନେ ପଥକୁ ଯାଇ ପାଛୋଟି ଆଣିବେ ତୁମ୍ଭ ଦୁହିଁଙ୍କୁ ଆନନ୍ଦେ କୋଳେ ବସାଇବେ ସେତେବେଳେ ସ୍ୱାମୀ ନାମ ହୋଇବ ମଦନ ତୋର ନାମ ରତି ବୋଲି ଥିବ ସବୁଦିନ ଏହି କଥା ମାନ ତିଳ ନ ହୋଇବ ଆନ ଏହା କହିଣ ବିଭୂତି ଦେଲେ କବହନ ବିଭୂତି ଦେଇ କଲ୍ୟାଣ କରି ସଦା ଶିବ ଅନ୍ତର୍ଧାନ ହୋଇ ଯେ ଗଲେ ତହୁଁ ଦେବ କନ୍ଦର୍ପ ବୀର ଏ ରତି ଘାରି ହେଉଥିଲା ମନରୁ ତାହାର ଦୁଃଖ ଦୂରିତ ହୋଇଲା ସେଦିନ ସନ୍ନ୍ୟାସିନୀ ବେଶକ ଧାରିଣ ଉପତେ ତପସ୍ୟା କଲା ବନରେ ରହିଣ ଏ ଶିବ ପୁରାଣ ଅଟେ ଅଖଣ୍ଡ ଗହନ ପାଠ କର ସାଧୁ ଜନେ ଦେଇ ମନ କନ ଶିବ ଶିବ ଘରଣୀ ପାର୍ବତୀ ପାଦ ପଦ୍ମ ଧ୍ୟାଇ ଅଧମ କ୍ଷେତ୍ର ମୋହନ ଏ ଗ୍ରନ୍ଥ ଲେଖଇ